ଆପଣ ଜଣେ ସୁନ୍ଦର ଯୁବତୀକୁ ବାହା ହେଇଛନ୍ତି ଆଉ ଚଉଠି ରାତିରେ ତା ସହ କେତେ ମସ୍ତି କରିବେ ବୋଲି ନିଜକୁ ଭାବିଛନ୍ତି, କେତେ ରୋମାନ୍ସ କରିବେ ବୋଲି ଖୁସି ଅଛନ୍ତି। ହେଲେ ଆପଣ ଯେତେବେଳେ ଚଉଠି ମନେଇବାକୁ ଆପଣଙ୍କ ବେଡରୁମ୍ରେ ପହଞ୍ଚି ଯାଉଛନ୍ତି, ସେତେବେଳେ ଆପଣଙ୍କ ସୁନ୍ଦରୀ ସ୍ତ୍ରୀ ଆପଣଙ୍କ ସହ ସମ୍ପର୍କ ନ ରଖିବାକୁ କିଛି ନା କିଛି ବାହାନା କରୁଛି। ସେତେବେଳେ ଆପଣ କ'ଣ କରିବେ? ମନଟା ଖଟା ହେଇଯିବନି ଆଜ୍ଞା? ଆଉ ଆପଣ ସୁନ୍ଦର ଯୁବତୀ ବୋଲି ଭାବି ଯାହାକୁ ବାହା ହେଇଛନ୍ତି, ଆଉ ସେଇ ସୁନ୍ଦରୀ ସ୍ତ୍ରୀ ଯଦି କିନ୍ନର ବୋଲି ଜଣାପଡ଼େ, ତେବେ ଆପଣ କ'ଣ କରିବେ ଆଜ୍ଞା? ଏମିତି କିଛି ଘଟଣା ଘଟିଥିଲା ଏଇ ଗରିବ ଚାଷୀର ପୁଅ ଦୀପକ ସହିତ। ଦୀପକ ଜଣେ ଗରିବ ଚାଷୀର ପୁଅ ଥିଲା। ଦୀପକ ସହ ଧନୀ ଘରର ଝିଅ ରୀତାର ବାହାଘର ହୋଇଥିଲା। କିନ୍ତୁ ଚତୁର୍ଥୀ ରାତିରେ ଦୀପକ ଯେତେବେଳେ ଖୁସିରେ ପହଞ୍ଚି ଯାଇଥିଲା ସ୍ତ୍ରୀ ରୀତା ସହ ରୋମାନ୍ସ କରିବାକୁ, ସେତେବେଳେ ଦୀପକ ଜାଣିବାକୁ ପାଇଲା ଯେ ସେ ଯେଉଁ ସୁନ୍ଦରୀ ରୀତାକୁ ଝିଅ ଭାବି ବାହା ହେଇଛି, ସେ ଗୋଟେ କିନ୍ନର ଥିଲା। ପୁରା ଘଟଣା ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ଏ କାହାଣୀ ଶୁଣିଲେ ଆପଣ ବାହା ହେବା ପୂର୍ବରୁ ଭାବିବାକୁ ବାଧ୍ୟ କରିବେ, ଆପଣ ଯାହାକୁ ବାହା ହେଉଛନ୍ତି ସେ କ'ଣ ସତରେ ଜଣେ ଯୁବତୀ ତ? ଯୁବତୀ ଭଳି ଏତେ ସୁନ୍ଦର ଦେଖାଯାଉଥିବା କନ୍ୟାଟା କିନ୍ନର ନୁହେଁ ତ? ଦୀପକ ଦେଖିବାକୁ ହ୍ୟାଣ୍ଡସମ୍ ଥିଲା। ପରିବାର କହିଲେ ଦୀପକ ଆଉ ଦୀପକର ବାପ ପୁଅ ଚାଷ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଦିନେ ଦୀପକ ଘର ବାହାରେ ବସିଥିଲା ବେଳେ ଜଣେ ଅଜଣା ଲୋକ କାର୍ ନେଇ ଆସିଥିଲେ। ଆଉ ଏଇ ଅଜଣା ବ୍ୟକ୍ତି ଦୀପକକୁ ତାଙ୍କ ବାପାଙ୍କୁ ଡାକିବାକୁ କହିଥିଲେ। ଦୀପକ କ୍ଷେତକୁ ଯାଇଥିଲା ଆଉ ବାପାଙ୍କୁ ଡାକିଥିଲା। ଦୀପକର ବାପା ପହଞ୍ଚିବା ପରେ ଏ ବ୍ୟକ୍ତି ଜଣକ ନିଜ ଝିଅ ରୀତାର ବାହାଘର ତାଙ୍କ ପୁଅ ସହ କରିବାକୁ ଚାହୁଁଥିବା କଥା ସେ କହିଥିଲେ। ହେଲେ ଦୀପକ ଆଉ ଦୀପକର ବାପା ଉଭୟ ଏ ବ୍ୟକ୍ତିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରୀତାର ବାପା ଜଣେ କୋଟିପତି ଥିଲେ। ସେ ପୁଣି ଏ ଗରିବ ଘରକୁ ନିଜ ଝିଅକୁ ବାହା କରିବାକୁ ପ୍ରସ୍ତାବ ଦେଇଥିଲେ। ଶେଷରେ ଏହି ବ୍ୟକ୍ତି ଦୀପକ ଆଉ ତାଙ୍କ ବାପାଙ୍କୁ ବୁଝେଇବା ପରେ ଦୀପକ ଆଉ ରୀତାର ବାହାଘର ଫାଇନାଲ ହୋଇଥିଲା। ଦୀପକ ରୀତାକୁ ଦେଖିଥିଲା ଆଉ ରୀତା ଦୀପକକୁ ବି ଦେଖିବାକୁ ଯାଇଥିଲା। ଉଭୟଙ୍କୁ ଦେଖିଥିଲେ ଆଉ ତାପରେ ବାହାଘରଟା ବଡ଼ ଧୁମଧାମରେ ହେଇଥିଲା। ଭୋଜି ଭାତର ଆସର ବି ଜମିଥିଲା। ହେଲେ ଚତୁର୍ଥୀ ରାତିରେ ଦୀପକ ଯେତେବେଳେ ସ୍ତ୍ରୀ ରୀତା ପାଖରେ ପହଞ୍ଚିଲା, ରୀତା 7 ଦିନ ବ୍ରତ ରଖିଥିବା କଥା ଦୀପକକୁ କହିଥିଲା। ସାମ୍ନାରେ ସୁନ୍ଦରୀ ସ୍ତ୍ରୀ ଥିଲା। ଚଉଠି ରାତିରେ ସ୍ତ୍ରୀ ସମ୍ପର୍କ ରଖିବାକୁ ମନା କରୁଥିଲା। ଦୀପକ ମନ ଦୁଃଖ କରିବା ସହିତ ସ୍ତ୍ରୀ ରୀତା ଉପରେ ଟିକେ ସନ୍ଦେହ କରିଥିଲା। ଏମିତିରେ 7 ଦିନ ବିତି ଯାଇଥିଲା। ପୁଣି ରୀତା କିଛି ନା କିଛି ବାହାନା କରିଥିଲା। ଦୀପକ ସତ ଜାଣିବାକୁ ରୀତାକୁ ପ୍ରେସର କଲା। ଆଉ ଶେଷରେ ରୀତା କହିଥିଲା ସେ ଜଣେ କିନ୍ନର ବୋଲି। ଏକଥା କେହି ଜାଣିନାହାନ୍ତି, ସେଥିପାଇଁ ମୋତେ ତମ ସହ ବାହାଘର କରେଇ ଦେଇଛନ୍ତି। ମୋର ସବୁ ସମ୍ପତ୍ତି ତମର, ମୋତେ ଘରୁ ବିଦା କରନି ଦୀପକ। ଦୀପକ କିନ୍ତୁ ରାଗି ଯାଇଥିଲା ଆଉ ରାଗରେ ସମସ୍ତଙ୍କୁ ଡାକି ସତ କଥା କହିବାକୁ ଯାଉଥିଲା। ହେଲେ ରୀତା ଦୀପକକୁ ଅଟକେଇଥିଲା ଆଉ କହିଥିଲା ତମେ ଦ୍ୱିତୀୟ ବିବାହ କର, ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ମୋତେ ଘରୁ ବାହାର କରନି। ଦୀପକ ରୀତାର କଥା ଶୁଣି ନରମି ଯାଇଥିଲା ଆଉ ରୀତାକୁ ଆପଣେଇ ବି ନେଇଥିଲା। କିନ୍ତୁ ବର୍ଷ ପରେ ବର୍ଷ ବିତି ଯାଇଥିଲା। ଦୀପକର ଛୁଆ ନ ହେବାରୁ ସାହି ପଡ଼ିଶା ଟୁପୁର ଟାପୁର କରିବା ଆରମ୍ଭ କରିଦେଇଥିଲେ। ସାହି ପଡ଼ିଶାଙ୍କ ଟୁପୁର ଟାପୁର ସହି ନ ପାରି ସେଇ ଗାଁର ଏଇ ଗରିବ ଯୁବତୀକୁ ଦ୍ୱିତୀୟ ବିବାହ କରିଥିଲା ଦୀପକ। ଦ୍ୱିତୀୟ ବିବାହ କଲା ପରେ ଦୀପକର 2ଟି ସନ୍ତାନ ବି ଜନ୍ମ ହୋଇସାରିଥିଲା। ଏବେ ଦୀପକ ରୀତା ଆଉ ତାର ଦ୍ୱିତୀୟ ପତ୍ନୀ ଓ 2ଟା ସନ୍ତାନ ସହିତ ଦୀପକର ବାପାକୁ ନେଇ ଦୀପକ ନିଜ ସୁଖର ସଂସାର କରିଛି। ଦୀପକର ଏମିତି କାର୍ଯ୍ୟକୁ ଯିଏ ଶୁଣୁଛି ପ୍ରଶଂସା ନ କରି ରହିପାରୁନି। ରୀତା ଜଣେ କିନ୍ନର ବୋଲି ଜାଣିବା ପରେ ବି ତାକୁ ନିଜ ପାଖରେ ରଖିବା ଆଉ ତାକୁ ସ୍ତ୍ରୀର ସମ୍ମାନ ଦେବା ପ୍ରକୃତ ମଣିଷ ପଣିଆକୁ ବୁଝାଉଛି। ଏ କାହାଣୀ ହୁଏତ ଆପଣଙ୍କୁ ଟିକେ ଅଡ଼ୁଆ ଲାଗିଥାଇପାରେ, କିନ୍ତୁ ଦୀପକ ଯାହା କରିଛି ଠିକ୍ କରିଛି ବୋଲି ମୁଁ କହିବି। ଏମିତି ଏକ ଘଟଣା ବିହାରରେ ଘଟିଥିଲା ବେଳେ ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା ନିଶ୍ଚୟ ଜଣାଇବେ ଆଉ କମେଣ୍ଟ କରି କହିବେ ଦୀପକ ଯାହା କରିଛି ଠିକ୍ କରିଛି ନା ଭୁଲ କରିଛି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।